ଦେଖନ୍ତୁ ଯେଭଳି ଭାବରେ ଯେଉଁ ରହିଛନ୍ତି ଡେରାବିଶ ଅଞ୍ଚଳର ଡେରାବିଶ ଛତା ଜଳସମ୍ପଦ ବିଭାଗର ଯେ ରହିଛନ୍ତି ଆସିଷ୍ଟାଣ୍ଟ ଇଞ୍ଜିନିୟର ପ୍ରମୋଦ ରାୟ ଆଉ କିଛି ସମୟ ପୂର୍ବରୁ ଆସିକି ନିଜ ଯେଉଁ ଚୌଦାର ବାସଭବନରେ ଭିଜିଲାନ୍ସ ର ଟିମ୍ ତାଙ୍କୁ ଆଣି ପହଞ୍ଚିଛି ଏବଂ ସେ ଟିମ୍ ବର୍ତ୍ତମାନ ତାଙ୍କୁ ଯେତେବେଳେ ଯେଉଁ ଘର ଲକଅପ୍ ଥିଲା ଲକଅପ୍ ଖୋଲିବା ପରେ ଘରେ ଟିକି ନିକିକିରି ତନ ତନ କରି ଗୋଟେ ପରେ ଗୋଟେ ତାଙ୍କର ଯେଉଁ ଜିନିଷ ରହିଛି ତାକୁ ମଧ୍ୟ ଯାଞ୍ଚ କରୁଛି ଏବଂ ପ୍ରତ୍ୟେକଟି ଜିନିଷର ଯେଉଁ ଏଷ୍ଟିମେଟ୍ ତାକୁ ମଧ୍ୟ ଆକଳନ କରୁଛି ପ୍ରତ୍ୟେକଟି ଜିନିଷ କ'ଣ କ'ଣ ରହିଛି ଏବଂ ତାର ମୂଲ୍ୟ କ'ଣ ଯାହାକୁ ନେଇ ସାମୂହିକ ଯେଉଁ ମୂଲ୍ୟ ଆକଳନ କରିହେବ ଏବଂ ତାର ଯେଉଁ ଆୟ ବହିର୍ଭୂତ ରହିଛି କେତେ କଳାଧନ ରହିଛି ଏବଂ ସେ କଳାଧନ ମଧ୍ୟରେ କେତେ ଟଙ୍କା ସୁନା ରୂପା ଏବଂ ପ୍ଲଟ୍ ଏବଂ ଘର ମଧ୍ୟ ରହିଛି ତାହାକୁ ମଧ୍ୟ ଆଉ କିଛି ସମୟ ପରେ ଭିଜିଲାନ୍ସର ଯେଉଁ ଟିମ୍ ରହିଛି ତାକୁ ବର୍ତ୍ତମାନ ଆଉ କିଛି ସମୟ ପରେ ହିଁ ଏକ୍ସପୋଜ କରିବ ଏବଂ ବର୍ତ୍ତମାନ ମୁଁ ସହଯୋଗ କହିବି ଯେଉଁଭଳି ଭାବରେ ଦେଖନ୍ତୁ ଯେଉଁ ଲକଅପ୍ ରହିଥିଲା ଚୌଦାର ବାସଭବନ ଇଏ ବର୍ତ୍ତମାନ ଲକଅପ୍ ଖୋଲି ସାରିଛି ଏବଂ ପ୍ରମୋଦ ରାୟକୁ ଯେଉଁ ଭିଜିଲାନ୍ସ ଟିମ୍ ରହିଛି ତାକୁ ନେଇକି ଘର ଭିତରେ ପ୍ରତ୍ୟେକଟି ଜିନିଷ ସର୍ଚ୍ଚ କରାଉଛନ୍ତି ଗୋଟେ ପରେ ଗୋଟେ ପ୍ରତ୍ୟେକଟି ଜିନିଷ ହିଁ ସର୍ଚ୍ଚ କରାଉଛନ୍ତି ଏବଂ ଯେଭଳି ଭାବରେ ଆପଣ ଦେଖୁଥିବେ ଏଇ ଘର ରହିଛି ଏବଂ ଘର ଭିତରେ ଲକ୍ କରାଯାଇଛି ଲକ୍ କରିକି ପ୍ରମୋଦ ରାୟକୁ ଯେଉଁ ଭିଜିଲାନ୍ସର ଯେଉଁ ଅଫିସର ମାନେ ଅଛନ୍ତି ତା ଭିତରେ ଗୋଟେ ପରେ ଗୋଟେ ଜିନିଷ ତାଙ୍କ ଠାରୁ ବର୍ତ୍ତମାନ ହିସାବ ନେଉଛନ୍ତି ବା ତାର ଲିଷ୍ଟେଡ୍ କରୁଛନ୍ତି ଏବଂ ପ୍ରତ୍ୟେକଟି ଜିନିଷର ଏଷ୍ଟିମେଟ୍ ମଧ୍ୟ କରାଯାଉଛି ଏବଂ ସବୁଠୁ ବଡ଼ କଥା ହେଉଛି ଚୌଦାର ଯେଉଁ ବାସଭବନ ରହିଛି ଯାହାକି ବିରାଟକାୟ ମଲ୍ଟିପୁଲ ବିଲ୍ଡିଂ ରହିଛି ଏବଂ ଯାହା ପାଖାପାଖି 5,000 ରୁ 6,000 ସ୍କୋୟାର ଫୁଟର ଘର ହେବ ବୋଲି ଅନୁମାନ କରାଯାଏ ଏବଂ ଏଭଳି ଭାବରେ ଅନେକ ଜାଗାରେ ବିଲ୍ଡିଂ ରହିଛି ଯେଭଳି ଭାବରେ ବାଲ୍ୟନ୍ତା ଭୁବନେଶ୍ୱର ବାଲ୍ୟନ୍ତା କୁହନ୍ତୁ ଢେଙ୍କାନାଳ କୁହନ୍ତୁ ଏବଂ ଯାହା ରହିଛି ଭଦ୍ରକ ଶ୍ୱଶୁର ଘର ଏବଂ ଯାହା ରହିଛି ତାଙ୍କର ଯେଉଁ କାର୍ଯ୍ୟାଳୟ ରହିଛି କେନ୍ଦ୍ରାପଡ଼ା ପ୍ରତ୍ୟେକଟି ଜାଗାରେ ଭିଜିଲାନ୍ସ ରେଡ୍ କରୁଛି ଏବଂ ଆଜି ଯେତେବେଳେ ଭୋର 3ଟା ରୁ 4ଟା ସମୟରେ ଭିଜିଲାନ୍ସ ଏକ ଟିମ୍ ଚୌଦାର ଯେତେବେଳେ ଛାନଭିନ କରିବାକୁ ଆସିଥିଲା ସେହି ସମୟରେ ଆଉ ଏକ ଟିମ୍ କେନ୍ଦ୍ରାପଡ଼ା ଯେଉଁ କାର୍ଯ୍ୟାଳୟ ରହିଛି ଛତା ସେଠାକୁ ଯାଇଥିଲା ଏବଂ ପରବର୍ତ୍ତୀ ସମୟରେ କାର୍ଯ୍ୟାଳୟ ରହି ଯେ ରହୁଛନ୍ତି ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ପ୍ରମୋଦ ରାୟକୁ ଅଣାଯାଇଥିଲା ପାଖାପାଖି 11:30 ସମୟରେ ଚୌଦାର ବାସଭବନରେ ପହଞ୍ଚିଥିଲେ ପହଞ୍ଚିବା ପରେ ପରବର୍ତ୍ତୀ ସମୟରେ ଭିତରେ ଯେଉଁ ସର୍ଚ୍ଚ ଅପରେସନ ତାହା ଜାରି ରହିଛି ବର୍ତ୍ତମାନ ସୁଦ୍ଧା ବି ଯେଉଁ ଭିଜିଲାନ୍ସ ଅଫିସର ମାନେ ରହିଛନ୍ତି ତାକୁ ଟ୍ୱିଟ୍ ଟ୍ୱିଟ୍ କରିକି ଗୋଟେ ପରେ ଗୋଟେ ଜିନିଷ ତାଙ୍କର ସର୍ଚ୍ଚ କରୁଛନ୍ତି ଯେଭଳି ଭାବରେ କହିପାରିବା ଘରେ ଯାହା ବି ଯାବତୀୟ ଜିନିଷ ରହିଛି ଛୋଟରୁ ବଡ଼ କରିକି ପ୍ରତ୍ୟେକଟି ଜିନିଷର ହିସାବ କିତାବ କରୁଛନ୍ତି ଏବଂ ତାକୁ ଲିଷ୍ଟେଡ୍ ମଧ୍ୟ କରୁଛନ୍ତି ଏବଂ ସବୁଠୁ ବଡ଼ କଥା ହେଉଛି ଯେଭଳି ପୂର୍ବରୁ ଜଣେ DDM বা ଡାଇରେକ୍ଟର ଅଫ୍ ମାଇନିଂର ଅଫିସର ଯେତେବେଳେ ଧରା ପଡ଼ିଲେ ଘରୁ ଯେତେବେଳେ ପୁଳା ପୁଳା ଟଙ୍କା ପୁଳା ପୁଳା ସୁନା ଏବଂ ରୂପା ଯେତେବେଳେ ଜବତ କରାଯାଇଥିଲା ସେଭଳି ଭାବରେ ଅନୁମାନ କରାଯାଉଛି ଏଇଭଳି ଯେଉଁ ଖାମଖୋର ଅଫିସର ରହିଛନ୍ତି ସେମାନଙ୍କୁ ମଧ୍ୟ ଭିଜିଲାନ୍ସ ଯେତେବେଳେ ଟ୍ରାପ୍ କରୁଛି ଏବଂ ନିଶ୍ଚିତ ଭାବରେ ସେମାନଙ୍କ ଠାରୁ କିଛି ଧରାଯିବ ବା ସେମାନଙ୍କ ଠାରୁ କିଛି ଜବତ ହେବାର ଯେଉଁ ଆଶା ବର୍ତ୍ତମାନ ଭିଜିଲାନ୍ସ କରିଛି ଆଉ କିଛି ସମୟ ମଧ୍ୟରେ ହିଁ ଜଣାପଡ଼ିବ ବାସ୍ତବିକ ଏମାନଙ୍କ ପାଖରେ ଏ ଯେଉଁ ଟଙ୍କା କେଉଁଠାରୁ ଆସିଥିଲା କେଉଁଠୁ ଏମାନେ ଏତେ ଟଙ୍କା ପାଉଛନ୍ତି ଏଭଳି ମଲ୍ଟିପୁଲ ବିଲ୍ଡିଂ କଥା କୁହନ୍ତୁ ବହୁ ମୂଲ୍ୟବାନ ପ୍ଲଟ୍ କଥା କୁହନ୍ତୁ ସୁନା ରୂପା କଥା କୁହନ୍ତୁ ଏମାନେ କେଉଁଠୁ ଆଣୁଛନ୍ତି ତାହା ହିଁ ଆଉ କିଛି ସମୟ ପରେ ଭିଜିଲାନ୍ସର ଯେଉଁ ଅଫିସର ବର୍ତ୍ତମାନ ରେଡ୍ କରୁଛନ୍ତି ସେ ହିଁ ଆର ଏଷ୍ଟିମେଟ୍ରେ ଯେଉଁ ଆସିବ ତା ଲିଷ୍ଟେଡ୍ ଅଛି ସେଇଥିରେ ହିଁ ଜଣାପଡ଼ିବ ବାସ୍ତବିକ କେତେ ଟଙ୍କାର ଇଏ ମାଲିକ ରହିଥିଲେ ଏବଂ କ'ଣ କ'ଣ ଜିନିଷ ତାଙ୍କ ପାଖରେ ରହିଛି ଏବଂ କେତେ କଳା ଟଙ୍କା ତାଙ୍କ ପାଖରେ ଠୁଳ ରହିଛି ଏ ସବୁ ଜିନିଷର ପର୍ଦ୍ଦାଫାଶ ନିଶ୍ଚିତ ଭାବରେ ଆଉ କିଛି ସମୟ ପରେ ଭିଜିଲାନ୍ସ ନିଶ୍ଚିତ ଏକ ପ୍ରେସମିଟ୍ କରି ଏସବୁ ଜିନିଷର ପର୍ଦ୍ଦାଫାଶ କରିବ। ଚୌଦାର କଟକରୁ ରୁଦ୍ରାଶିଷ ନାଥଙ୍କ ରିପୋର୍ଟର୍ସ ଟୁଡେ।